ବାଲେଶ୍ୱରରେ ଶାନ୍ତି ଶୃଙ୍ଖଳା ସହ ଇଦ୍ ଉଲ୍ ଜୁହା ପର୍ବ ପାଳନ ପାଇଁ ପ୍ରଶାସନ ପକ୍ଷରୁ ଶାନ୍ତି ବୈଠକ ଅନୁଷ୍ଠିତ। ଆଗାମୀ 7 ତାରିଖରୁ 9 ତାରିଖ ପର୍ଯ୍ୟନ୍ତ ଇସଲାମ ଧର୍ମାବଲମ୍ବୀମାନେ ଇଦ୍ ଉଲ୍ ଜୁହା ପର୍ବ ପାଳନ କରିବାକୁ ଯାଉଛନ୍ତି। ଏହି ଅବସରରେ ବାଲେଶ୍ୱର ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନଠାରେ ଶାନ୍ତି କମିଟି ବୈଠକ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଦୁଇ ସମ୍ପ୍ରଦାୟର ପ୍ରତିନିଧିମାନେ ନିଜ ନିଜର ମତାମତ ଓ ପ୍ରସ୍ତାବ ଉପସ୍ଥାପନ କରିଥିଲେ। ରାସ୍ତାଘାଟ ଗୁଡ଼ିକର ମରାମତି, ଆଲୋକ ବ୍ୟବସ୍ଥାର ସୁଦୃଢ଼ୀକରଣ, ସମୟ ମୁତାବକ ଆଖଡ଼ା ସଠିକ୍ ମାର୍ଗରେ ଯିବା, ଦୁଇ ସମ୍ପ୍ରଦାୟ ମଧ୍ୟରେ ସଦ୍ଭାବ ଅବ୍ୟାହତ ରଖିବା ଉପରେ ପ୍ରଶାସନ ଦୃଷ୍ଟି ଆକର୍ଷଣ କରିଥିଲେ। ବୈଠକରେ ଶାସକ ଦଳର ଉପମୁଖ୍ୟ ସଚେତକ ତଥା ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ପୌରପାଳିକା ଅଧ୍ୟକ୍ଷା ସବିତା ସାହୁ, ଆରକ୍ଷୀ ଅଧୀକ୍ଷକ ଭାବେ ଅଧ୍ୟକ୍ଷ ରାଜପ୍ରସାଦ, ଉପଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜସିକ୍ରେ, ପ୍ରବସନରେ ଥିବା ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଭଗତ ସାମଲ କଲ୍ୟାଣ ରାଓ, ଆଡିସନାଲ ଏସ୍ପି ନିରଞ୍ଜନ ବେହେରା, ସାଂସଦ ପ୍ରତିନିଧି ଚିତ୍ତରଞ୍ଜନ ପଣ୍ଡା, ବିଧାୟକ ପ୍ରତିନିଧି ଗୌରାଙ୍ଗ ଦାସ ପ୍ରମୁଖ ନିଜର ମତ ବ୍ୟକ୍ତ କରିଥିଲେ। ଆଡିସନାଲ ଏସ୍ପି ଦେବଜ୍ୟୋତି ଦାସ ମଞ୍ଚ ପରିଚାଳନା କରିଥିଲେ। ଆରକ୍ଷୀ ଅଧ୍ୟକ୍ଷ ରାଜପ୍ରସାଦ ନିର୍ଦ୍ଧାରିତ ସମୟରେ ଆଖଡ଼ା ସାହି ବସ୍ତିରୁ ବାହାରିବା ଓ ସଠିକ୍ ତଥା ନିର୍ଦ୍ଧାରିତ ସମୟରେ ଦରଗା ମଇଦାନରେ ପହଞ୍ଚିବା ଉପରେ ଗୁରୁତ୍ୱାରୋପ ଦେଇଥିଲେ। ଏହା ସହିତ ଆଖଡ଼ା ପ୍ରଦର୍ଶନ ବେଳେ କେବଳ 2 ଜଣ ବାଡ଼ି ଖେଳ ପ୍ରଦର୍ଶନ କରିବାକୁ ପରାମର୍ଶ ଦେଇଥିଲେ। ସେହିପରି ଧାର୍ମିକ ପରମ୍ପରା ପାଳନ ବେଳେ ଶାନ୍ତି ଓ ସୌନ୍ଦର୍ଯ୍ୟ ବଜାୟ ରଖିବାକୁ ନିବେଦନ କରିଥିଲେ। ବୈଠକରେ ଶାନ୍ତି କମିଟିର ବହୁ ସଦସ୍ୟ, ବୁଦ୍ଧିଜୀବୀ, ସାମ୍ବାଦିକ ପ୍ରମୁଖ ଉପସ୍ଥିତ ରହିଥିଲେ।